ଏଇ ଲ ଦେଇ ହଁ ଆଜି କଣ ରୋଷେଇ କରିବୁ? ଏବା ପୋଇ ଅମୃତଭଣ୍ଡା ଆଜି ବେସର ଦିଆ ହେଇକି ରୋଷେଇ ହବ। ବେସର ଦବୁ? ହଉ ହଉ କର କର କର। ନମସ୍କାର ସାଙ୍ଗମାନେ, ଆଜିର ଆଉ ଏକ ନୂଆ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। ଆଜି ମୋ ଦେଇ ବନେଇବ ଅମୃତଭଣ୍ଡା ସହ ପୋଇ ଶାଗ ବେସର। ଆଉ ଆପଣମାନେ ଦେଖିବେ, ଆଉ ଶେଷ ଯାଏ ଭିଡ଼ିଓଟିର ରୁହନ୍ତୁ, ସ୍କିପ୍ ନ କରି ଭିଡ଼ିଓଟି ଦେଖନ୍ତୁ। ଭିଡ଼ିଓଟି ଆରମ୍ଭ କରିବା ପୂର୍ବରୁ ମୁଁ ଆପଣମାନଙ୍କୁ କିଛି କହିବାକୁ ଚାହୁଁଛି। ବହୁତ ସାରା ଭାଇମାନେ କମେଣ୍ଟ କରିଛନ୍ତି କି ଅପୂର୍ବ ଜିନିଷ ତୁମେ ଖାଉଛ କି? ମୁଁ ସେଇ ଭାଇମାନଙ୍କୁ ଗୋଟିଏ କଥା କହିବି, ଆଜ୍ଞା ଆମେ ଅପୂର୍ବ ଜିନିଷ ନୁହଁ। ଆପଣଙ୍କ ପାଇଁ ଏଇଟା ଅପୂର୍ବ ନ ହୋଇପାରେ, କିନ୍ତୁ ଆମ ପାଇଁ ଏଇଟା ଅମୃତ। ଆମର ଏଇଟା ରେସିପି ଚ୍ୟାନେଲ ନୁହଁ, କିନ୍ତୁ ତଥାପି ଆମର ଯେଉଁଟା ନିତିଦିନର ଯେଉଁ ରୋଷେଇ ଖାଇବା ସେଇଟା ଆମେ ଲୋକଙ୍କ ପାଖକୁ ପହଞ୍ଚାଇବାକୁ ଚେଷ୍ଟା କରୁଛୁ, ଦେଖାଇବାକୁ ଚେଷ୍ଟା କରୁଛୁ। ସେଥିରେ ଆମର କୌଣସି କାହାକୁ କ୍ଷତି ପହଞ୍ଚାଇବା କି ମାନେ ସେମିତି କିଛି ବେକାର ଜିନିଷ ଦେଖାଇବାର ଆମର ଉଦ୍ଦେଶ୍ୟ ନୁହଁ। କେବଳ ଆମ ନିଜ ଘରର ଆମର ଦୈନନ୍ଦିନ ଜୀବନରେ ଆମେ କ'ଣ ଖାଉଛୁ, କେମିତି କ'ଣ ବଞ୍ଚୁଛୁ, ସେଇଟା ଆମେ ଦେଖାଇବାକୁ ଚେଷ୍ଟା କରୁଛୁ ଲୋକମାନଙ୍କୁ। ଆପଣମାନଙ୍କ ପାଇଁ ଆଜ୍ଞା ଅପୂର୍ବ ନ ହୋଇପାରେ, ଆମ ପାଇଁ ଆଜ୍ଞା ଅମୃତ। ଏବେ ଅଦା, ରସୁଣ, ଜିରା ଆଉ ସୋରିଷକୁ ଭଲ ଭାବରେ ଶିଳରେ ବଟାଯିବ। ଓ ଦେଇ ସେଇଟା ବାଟିବ, ବାଟିକି ତାପରେ ରୋଷେଇ ଆରମ୍ଭ ହେବ। ଆପଣମାନେ ଏମିତି ଭିଡ଼ିଓଟି ସ୍କିପ୍ ନ କରି ଦେଖୁଥାନ୍ତୁ। ଆଉ ଯେଉଁମାନେ ମୋ ଚ୍ୟାନେଲକୁ ନୂଆ ଆସିଛନ୍ତି ସେମାନେ ଦୟାକରି ଲାଇକ୍ କରନ୍ତୁ, ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରନ୍ତୁ। ଆପଣମାନେ ଯଦି ସବସ୍କ୍ରାଇବ୍ ନ କରିବେ ତାହେଲେ ମୋତେ ଇଚ୍ଛା ହେବନି ଆଗକୁ ଏମିତି ଭିଡ଼ିଓ ବନେଇବା ପାଇଁ। କାହିଁକିନା ଏଯାଏ ଆମର 500 ସବସ୍କ୍ରାଇବର ହେଇଛନ୍ତି। ଆପଣମାନଙ୍କୁ ଯେଉଁମାନେ ସବସ୍କ୍ରାଇବ୍ କରିଛନ୍ତି ସେମାନଙ୍କୁ ହୃଦୟରୁ ଧନ୍ୟବାଦ। ଏବେ ପରିବା ଆମର ଟିବଲ ମୂଳରେ ଦେଇ ଧୋଇଦେଲା, ଧୋଇ ଦେଇକି ତାପରେ ଏବେ ଚୁଲି ଲଗାଇଲା। ଆମର ଆଜ୍ଞା ଏମିତି କାଠରେ ରୋଷେଇ ହୁଏ। ଏମିତି ଚୁଲି ଲଗାଇବା ଆଗରୁ ଆମର ଜରିରେ ଟିକେ ପୋଡ଼ିକି ଲଗାଇଦେଲେ ଟିକେ ସେଇଟା ଟିକେ କାଠ ଧରିବା ପାଇଁ ଆମକୁ ସହଜ ହେଇଯାଏ। ଦେଇ ଏବେ ଚୁଲି ଲଗାଇଲା, ତାପରେ ସେ ଯେଉଁ କଟା ହେଇଥିବା ପରିବାକୁ ସେ ପକାଇକି କଞ୍ଚା ତା ଯେଉଁ ବେସରଟା ଖାଲି ପଡ଼ିଲା, ମାନେ ତେଲ ବି ଦିଆଯାଏନି, ସେଇଟା ବେସରଟା ଦେଲା ପରେ ତାପରେ ଟିକେ ହଳଦୀ ଗୁଣ୍ଡ ପକାଇଲା ପରେ ତାପରେ ଟିକେ ଲୁଣ ପକାଇକି ତାପରେ ଘୋଡ଼ାଇ ଦେଲା। ତାପରେ କିଛି ସମୟ ୱେଟ୍ କଲା ପରେ ଏବେ ସିଝି ଆସିଲାଣି। ପୁଣି ସେଇଟାକୁ ବାହାର କରିଦେବ। ଏବେ ତାକୁ ଖୋଲିଦେଲା। ଏମିତି ଆପଣମାନଙ୍କର ଭଲ ପାଇବା ଆମ ଚ୍ୟାନେଲ ପ୍ରତି ରହିଛି। ଆଉ ଯେଉଁମାନଙ୍କ ବହୁତ 99% ଲୋକ ଭଲ କମେଣ୍ଟ କରୁଛନ୍ତି, ପଜିଟିଭ ରେସ୍ପନ୍ସ ଦେଉଛନ୍ତି, ଆଉ ବାକି ବହୁତ ଲୋକ ଅଛନ୍ତି ଯେଉଁଟାକି ନେଗେଟିଭ କଥାବାର୍ତ୍ତା କରୁଛନ୍ତି। ସେମାନଙ୍କ ପାଇଁ ମୁଁ କିଛି ତ କହିବିନି, କିନ୍ତୁ ଏତିକି କହିବି ଭାଇ, ଆପଣମାନଙ୍କର ପିଜା, ବର୍ଗର, ଆପଣଙ୍କୁ ସେଇଟା ଧନ୍ୟବାଦ। ଆମର ଆଜ୍ଞା ଯେଉଁ ଶାଗ ପଖାଳ ଅଛି, ଆମକୁ ସେଇଟା ଆମ ପାଇଁ ବହୁତ ବଡ଼। ଆମକୁ ସେଇଟା ଆଜ୍ଞା ଆପଣଙ୍କ ପାଇଁ ଏଇ ଖାଇବା ଅପୂର୍ବ ନ ହୋଇପାରେ, କିନ୍ତୁ ଆମ ପାଇଁ ଆଜ୍ଞା ଅମୃତ ସମାନ। ଏବେ କାର୍ତ୍ତିକ ମାସ ତ ସରି ଆସିଲା, ଏବେ ତାପରେ ପୁଣି ମାର୍ଗଶିର ମାସ ଚାଲିବ। ତ ସେଇଥିପାଇଁ ଆମେ କିଛି ଆମିଷ ଉପରେ କୌଣସି ଭିଡ଼ିଓ ଆଣିପାରୁନୁ। ମାର୍ଗଶିର ମାସ ପରେ ପରେ ଆପଣମାନଙ୍କ ପାଇଁ ନନଭେଜ୍ ଭିଡ଼ିଓ ଆସିବ। ଆମିଷ ଉପରେ ସବୁ ଆଇଟମ୍ କରାଯିବ, ଯେମିତିକି ଚିକେନ୍ ପତ୍ରପୋଡ଼ା ହେବ, ଚୁନା ମାଛ ପତ୍ରପୋଡ଼ା ହେବ, ଏମିତି ବହୁତ ସାରା ଆଇଟମ୍ ଆସିବ। ଆପଣମାନେ ପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ଟିକେ ଭଲ ପାଇବା ଦିଅନ୍ତୁ। ଏବେ ଆମର ରେଡ଼ି ହେଇଗଲା ସେଇ ପୋଇ ଆଉ ଅମୃତଭଣ୍ଡା ବେସର ରେଡ଼ି ହେଇଯାଇଛି। ଏବେ ଆମେ ଖାଇବା। ଏବେ ଖାଇବା ବଢ଼ା ହେଇସାରିଛି, ଟେଷ୍ଟ କରିବା କେମିତି ଲାଗୁଛି। ବହୁତ ଟେଷ୍ଟି ହେଇଛି ଖାଇବା। ଆପଣମାନେ ଏମିତି ଥରେ କେବେ ଟ୍ରାଏ କରିପାରିବେ, ବହୁତ ଟେଷ୍ଟି ଲାଗିବ। ଯଦି ଆମ ଭାଇ ଭଉଣୀଙ୍କର ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗୁଥାଏ, ପସନ୍ଦ ଆସୁଥାଏ, ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଗୋଟେ ଲାଇକ୍ କରନ୍ତୁ ଏବଂ ଭିଡ଼ିଓକୁ ବହୁତ ମାତ୍ରାରେ ସେୟାର କରନ୍ତୁ। କମେଣ୍ଟ ବି କରି କୁହନ୍ତୁ ଭିଡ଼ିଓର କେଉଁ ପାର୍ଟଟି ଆପଣଙ୍କୁ ଭଲ ଲାଗିଲା।
ଆଉ ସେତେବେଳେ ଯାଏ ରହିଲି। ଜୟ ଜଗନ୍ନାଥ। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ଏମିତି ଆପଣମାନଙ୍କ ଭଲ ପାଇବା ଆମ ଚ୍ୟାନେଲ୍ ଉପରେ ବନି ରହୁ। ଜୟ ଜଗନ୍ନାଥ।